ଦଶହରା ବା ଦୁର୍ଗାପୂଜା ରଚନା ଉପକ୍ରମ ଭାରତୀୟ ଜନଜୀବନରେ ପର୍ବପର୍ବାଣି ଏକ ମୁଖ୍ୟ ସ୍ଥାନ ଅଧିକାର କରିଛି। 12 ମାସରେ ବିଭିନ୍ନ ପର୍ବ ପାଳନ ଦ୍ୱାରା ଭାରତର ସାଂସ୍କୃତିକ ଜୀବନ ପରିପୃଷ୍ଟ ହୁଏ। ଏହି ପର୍ବପର୍ବାଣି ମଧ୍ୟରୁ ଦଶହରା ଏକ ପ୍ରମୁଖ ପର୍ବ ଅଟେ। ଏହା ବିଜୟ ଦଶମୀ ନାମରେ ନାମିତ। ଏହି ପର୍ବ ମୁଖ୍ୟତଃ ହିନ୍ଦୁମାନଙ୍କ ଦ୍ୱାରା ମହା ଆଡ଼ମ୍ବରରେ ପାଳିତ ହୁଏ। ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଏହି ପର୍ବ ପାଳିତ ହୁଏ। ଏହି ପର୍ବରେ ଶକ୍ତିଦାୟିନୀ ଜଗଜ୍ଜନନୀ ମାତା ଦୁର୍ଗା ଦେବୀଙ୍କର ଆରାଧନା କରାଯାଏ। ଦଶହରା ପୂଜାର କାରଣ ପୁରାଣରେ ବର୍ଣ୍ଣିତ ଅନୁଯାୟୀ ମହିଷାସୁର ନାମକ ଏକ ଦୈତ୍ୟ ମହାଦେବ ଶିବଙ୍କ ଠାରୁ ବରପ୍ରାପ୍ତ ହୋଇ ଦେବତା ଓ ଲୋକଙ୍କ ଉପରେ ଅତ୍ୟାଚାର କଲା। ଦେବତା ଓ ନର ଅତିଷ୍ଠ ହୋଇପଡ଼ିଲେ। ସେମାନେ ବିଷ୍ଣୁଙ୍କ ଉପାସନା କଲେ। ବିଷ୍ଣୁ ସେଥିରେ ସନ୍ତୁଷ୍ଟ ହୋଇ ଦୁର୍ଗା ଦେବୀଙ୍କୁ ସୃଷ୍ଟି କଲେ। ଦୁର୍ଗା ନିଜେ ଏହି ମହିଷାସୁରକୁ ମାରିବା ପାଇଁ ସକ୍ଷମ ହେଲେ। ଏହି ଦିବସରେ ରାମଚନ୍ଦ୍ର ଦୁର୍ଗାଙ୍କୁ ସ୍ତୁତି କରି ରାବଣଙ୍କୁ ମାରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲେ। ଦୁର୍ଗା ପୂଜା ବା ଦଶହରା ପାଳନର ବିଧି। ଶାରଦୀୟ ଦୁର୍ଗାପୂଜା ଭାରତର ସର୍ବତ୍ର ପାଳିତ ହୋଇଥାଏ। ଆଶ୍ୱିନ ମାସ ଶୁକ୍ଲପକ୍ଷ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର 16 ଉପଚାରରେ ପୂଜା ଅନୁଷ୍ଠିତ ହୋଇଥାଏ। 3 ଧୂପରେ ମାଙ୍କୁ ନାନାବିଧ ନୈବେଦ୍ୟ ଅର୍ପଣ କରାଯାଏ। ଘଣ୍ଟ ଓ ବାଦ୍ୟରୋଳରେ ଆରାଧନାସ୍ଥଳୀ କମ୍ପି ଉଠେ। ଧୂପ ଓ ଝୁଣାରେ ମହକ ପୀଠସ୍ଥଳୀଗୁଡ଼ିକ ମହକିତ କରେ। ମହାଅଷ୍ଟମୀର ମଧ୍ୟରାତ୍ରିରେ ଦେବୀଙ୍କ ନିକଟରେ ପଶୁବଳି ଦିଆଯାଏ। ଦଶମୀ ପୂଜା ପରେ ଦେବୀ ପ୍ରତିମାଙ୍କୁ ବିସର୍ଜନ କରାଯାଏ। ସାମାଜିକ ପ୍ରଭାବ ଦଶହରା ପର୍ବର ବିଶେଷ ସାମାଜିକ ପ୍ରଭାବ ରହିଛି। ଏହି ପର୍ବକୁ ଉପଭୋଗ କରିବା ପାଇଁ ଦୂରରେ ଥିବା ପରିବାର ସଦସ୍ୟମାନେ ନିଜ ଘରକୁ ଫେରିଆସନ୍ତି। ବନ୍ଧୁବାନ୍ଧବଙ୍କ କୋଳାହଳରେ ଆନନ୍ଦମୁଖର ପରିବେଶ ସୃଷ୍ଟି ହୁଏ। ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି। କ୍ଷତ୍ରିୟମାନେ ଏହି ପର୍ବ ଅବସରରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ପୂଜା କରନ୍ତି। କରୁଣମାନେ ପୋଥି ଓ ଲେଖନୀ ପୂଜା କରନ୍ତି। ବଢ଼େଇ କମାର ଆଦି ଶିଳ୍ପଗୋଷ୍ଠୀ ସେମାନଙ୍କର ଶିଳ୍ପ ଉପକରଣମାନ ପୂଜା କରନ୍ତି। ଏହାକୁ ସଜବସା ବୋଲି ମଧ୍ୟ କୁହାଯାଏ। ଉପସଂହାର ଦଶହରା ପର୍ବ ଏକ ସାର୍ବଜନୀନ ଉତ୍ସବ। ଏହି ଉତ୍ସବ ସହିତ ଆମ ଦେଶର ସାମରିକ ଐତିହ୍ୟ ଓ ଗୌରବ ଜଡ଼ିତ। ଏଣୁ ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରି ଆନନ୍ଦ ପାଇଥାନ୍ତି। ଏହି ପର୍ବ ସମାଜକୁ ଦୁର୍ଜନର ଧ୍ୱଂସ ସାଧନର ବାର୍ତ୍ତା ଦିଏ। ନାରୀର ମର୍ଯ୍ୟାଦା ରକ୍ଷା ଓ ଶକ୍ତି ସଞ୍ଚୟ ଏହି ପର୍ବର ଅନ୍ୟତମ ଆଭିମୁଖ୍ୟ ଅଟେ।